Andore su Pilaramo মথুরা মঙ্গল ছান্দ Krishna Beni Bhai Andore su অক্রূর আসিছি তাকু অক্রূর আসিছি তাকু ধরি নেবা পাই রাজা পর কাছ হইতে সজ হই থাও কালি সজ হই থাও কালি চলিবা প্রভাতে রাজা পর বেদুল কেইলো সমাজে ধান ঠাকুর খিল হরি কেতে বিপদরু বেড়াকু মহাপ্রভু হইগল গরু আখিরে চোট মারি যদি কলু খন্ডিয়া আখিরে চোট মারি যদি কলু খন্ডিয়া আ আ আ আ আ আ ওষুধ নেইয়া জানিয়া ওষুধ নেইয়া জানিয়া ওষুধ নেইয়া আখিরে চোট মারি যদি কলু খন্ডিয়া আখিরে চোট মারি যদি কলু খন্ডিয়া আ আ আ আ আ আ ওষুধ নেইয়া পাইয়া ওষুধ নেইয়া পাইয়া ওষুধ নেইয়া দিকিতে দুলুকে দিচড়ি এ ভরতি আকুর খিল শূন্য উড়ু উড়ু দে দুলুকে গজরাজ কুর খিল জলে বুড়ু বুড়ু বিশ্ববসু কুলে নিমাই হরিচন্দন ভজা জনম মোহর বোলায়ে দৈতাপতি হে মহাপ্রভু মোর ছাড়িবে শরীর ফাটি যাউଅଛି ଛାତି ଚାନ୍ଦ ମୁହିଁଲୋ লো চাନ୍ଦ ମୁହିଁ ଯାଉଛି ଦାରୁ ଖୋଜି ମୁହିଁ লো ଚାନ୍ଦ ମୁହିଁ লো ଚାନ୍ଦ ମୁହିଁ ଯାଉଛି ଦାରୁ ଖୋଜି ମୁହିଁ লো ଚାନ୍ଦ ମୁହିଁ ଯାଉଛି দারু ন পাইলে প্রাণ ঝাঁসিবি সমুদ্রে যাই দারু ন পাইলে চান্দ মুহি যাଉଛି দারু খোঁজি মুহি লো চান্দ মুহি যাଉଛି দারু খোঁজি মুহি মন্ত্রী মুখ শুনি কপে বিংশ পানি পুষ্পক জানে বিজে কলা ধনুষর ধরি আকাশ মার্গরে সুবল গিরিকু চাহিলা ডোলে দেখিলা ধ্রুবাদল রাম শরীর ব্রহ্মাণ্ড সৌভাগী জ্ঞানীয় অবতার মদন যার পচিতার দোলে দেখিলা ধ্রুবাদল রাম
ଦୁଲୁକେଇ ସ୍ଥାନରୁ ନ୍ୟାୟ ହେବ ଆଲୋଚନା ତୁମ ପୋଡ଼ ପିଠା ଖିଆ ହେ ପ୍ରଭୁ ସେତିକି ଥାଉ 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 ହେ ପ୍ରଭୁ ସେତିକି ଥାଉ ଆଜ୍ଞା ଯାହା ହଉ ବହୁ ସମୟ ଚାଲିଗଲେ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସଙ୍ଗକୁ ଆଗକୁ ନେଇଯିବା ବର୍ତ୍ତମାନ ପାଲା ସାଇ କରିବା ହଁ ସେଦିନ ପାଞ୍ଚ ପାଣ୍ଡବ ଭଗବାନ କୃଷ୍ଣ ମାଙ୍କ ନିକଟରେ ପହଞ୍ଚି ଗଲେ ବାସେ এই ସମୟରେ ସମସ୍ତ ପୁତ୍ରମାନେ ନାସ୍ତିବାଣୀ ଶୁଣେଇଛନ୍ତି ହଁ ହଁ ରାଗରେ ଜର୍ଜରିତା ହୋଇଗଲେ କମା କୁନ୍ତି ଅର୍ଘ୍ୟଥାଳିଟାକୁ ଫିଙ୍ଗି ଦେଲେ କୁନ୍ତି ବାହ କହିଲେ ତୁମମାନଙ୍କ ଭିତରୁ ସେ ଦୁର୍ଯ୍ୟୋଧନ କେହି ମାରି ପାରୁନା କୃଷ୍ଣ ନିନ୍ଦା କଲେ କହିଲେ ମରିଗଲୁନି କୃଷ୍ଣ ତୁ କୃଷ୍ଣ ନିନ୍ଦା କରିବା ହଁ, କରନି। ଭଗବାନ କୃଷ୍ଣଙ୍କର ନିନ୍ଦାକୁ ସହ୍ୟ କରିପାରିଲାନି ଭୀମ ମାର କେଶକୁ ଧରି ପକେଇଲା କହିଲା ମା କୃଷ୍ଣ ନିନ୍ଦା କରୁଛୁ ତୁ ବାହ ସହି ପାରିବିନି ମୁଁ ଆଜ୍ଞା ଭଗବାନ କୃଷ୍ଣଙ୍କ ନିକଟରେ ବାହ ବାହ ଅନ୍ୟାୟ ଅଧର୍ମ ଚାଲିବ ସହ୍ୟ କରିପାରିବେ ପ୍ରଭୁ ନା କହିଲେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଭାରତ ଅଭ୍ୟୁତ୍ଥାନ ମଧର୍ମସ୍ୟ ତଦାତ୍ମାନ ସୁଜାମି ସୁଜାମ୍ୟହଂ ହୁଁ ପରିତ୍ରାଣାୟ ସାଧୁନା ବିନାଶାୟ চ ଦୁଷ୍କୃତମ୍ ଦୁଷ୍କୃତଂ ଧର୍ମ ସଂସ୍ଥାପନାର ଥାୟ ସମ୍ଭବାମି ଯୁଗେ ଯୁগে ଯୁগে ବାହ ଯୋଉଠି ବାହ ଧର୍ମ ନ୍ୟାୟର ହଁ ଅବତାର ଭଗବାନ କୃଷ୍ଣ ଉପସ୍ଥିତ ଆଉ କଣ ସେ ଜାଗାରେ ଅଧର୍ମ ଚଳିବ ଅଧର୍ମ ହବନି ଧର୍ମର ପ୍ରଚାର ପାଇ ହଁ ମୋ ପ୍ରଭୁ ଯୁଗେ ଯୁଗେ ଅବତାର ଗ୍ରହଣ କରନ୍ତୁ ହଁ। ଆପଣ ମାନଙ୍କର ଗୀତାର ପ୍ରମାଣ ବାସେ ବାସେ ଭଗବାନ କୃଷ୍ଣ କହିଲେ ଭୀମ ପ୍ରଭୁ ମା ତତେ ଜନ୍ମ ଦେଇଛି ପ୍ରଭୁ ସେ ମାର କେଶକୁ ଧରି ତୁ ଝିଙ୍କି ଦଉଛୁ ମୋ ମା ମାନେ ଏଠି ବସିଛନ୍ତି କେତେ ମା ମାନେ ମାଲୋ ଦୁନିଆରେ ସନ୍ତାନଟିଏ ଗର୍ଭରେ ଧରିବ ମା କେତେ ଦୁଃଖ କେତେ ଯନ୍ତ୍ରଣା କେତେ କଷ୍ଟ ହଁ ହଁ ସେ କଥା ଜଣେ ମା ହିଁ ଜାଣିଛି ବାସେ ଆଜ୍ଞା ଓ ଏଇ ନିକଟରେ ଗଲା ହଁ ଆମ ପ୍ରଥା ପରମ୍ପରା ଓଡିଆ ଘରେ ତ 12 ମାସରେ 13 ପର୍ବ ତେର ପରବ ତା ଭିତରେ ଗୋଟିଏ ଉପବାସ ବ୍ରତ ହଁ ଗୁରୁବାର ଓଷା ଗୁରୁବାର ଆଉ ଗୋଟିଏ ନିକଟରେ ଯାଇଛି ଆଜ୍ଞା ବାଟୋସା ବାଟ ଓଷା ହଁ 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 ନାଇଁ କି ଆପଣଙ୍କ ଗାଁରେ ହେଇଥିବ ନିଶ୍ଚିତ ବାଟ ଓଷା ହଁ ମୋ ସ୍ତ୍ରୀ ମୋ ପାଇଁ କରିଛନ୍ତି ଆଃ, ବୋଲେ ମୋ ପାଇଁ ସ୍ତ୍ରୀ କରିଛି ଆରେ ପୁଅ ମାନଙ୍କ ପାଇଁ କରନ୍ତି ଝିଅ ମାନଙ୍କ ପାଇଁ କରନ୍ତି ସନ୍ତାନ ପାଇଁ ମା କରେ ମୁଁ କହିଲି ମୋ ସ୍ତ୍ରୀ ମୋ ପାଇଁ କରିଛି ତେଣୁ ଯୋଉ ବାଟ ଓଷାରେ ଲ ମା ହଁ ହଁ ମା କେତେ କଷ୍ଟ କରେ ଦିନ ସାରା ଦେଖିଲେ ଆହା ହା ଆଁ? ସେ ଯୋଉ ବିଧି ବିଧାନ ପରମ୍ପରା ତ ଅଛି କହନି ଖାଇବନି କିଛି ପାଣି ଟୋପେ ପିଇବନି ରାତି 12ଟା 1 2ଟା ପର୍ଯ୍ୟନ୍ତ କେତେ କଷ୍ଟ କରେ ସେ ମା କୁ ଯଦି ପୁଅ ମାନିବନି ବାଃ। ସେ ମାର କେଶକୁ ଝିଙ୍କିକି ତାକୁ ବାଡେଇବ ହଁ ମା ମନ ଦୁଃଖ ହବନି ନ ଦୁଃଖ ହବ ହଁ ମା ପରା ଆଶା କରେ କହିଲେ ଧନ ମୋର ବଡ ହବ ପାଠଶାଠ ପଢିବ ପାଠ ପଢିବ। ମଣିଷ ପରି ମଣିଷ ହେଲେ ମଣିଷଟି ହବ ମୋ ଘରକୁ ଆସିବ ପୁଣି ସୁନା ନାକି ବୋହୁ ଗୋଟିଏ ବହୁଟି ଆଣିବି ମୋ ବୋହୁର ହାତ ପରସା ଖାଇ ମୁଁ ଟିକେ ଶାନ୍ତିରେ ବସିବି ଆଉ ମୋ ଗୋଡ ହାତ ବିନ୍ଧା ହଉଥିଲେ ମୁଁ ଲମ୍ବେଇ ଦେବି ହଁ। ମୋ ବୋହୁ ଘଷିବ କହିବ ବୋଉ ବୋଉ ମ ଆର ଗୋଡ ଦେଖାନ୍ତୁ ଟିକେ ଘଷି ଦେବି ସେ ବା ସେବା କରିବି ବାପା ଆଶା କରିଥିବେ ହଁ କହିଲେ ପୁଅ ମୋର ବଡ ହେଇ ରୋଜଗାର କଲା ବେଳେ ହଁ ମତେ କଣ ଆଉ ରୋଜଗାର କରିବାକୁ ପଡିବ ଆଉ ରୋଜଗାର ମୋର କରିବି ଅବସର ସମୟ ବାହ ଅବସର ସମୟରେ ଆଉ କି ରୋଜଗାର ଆଉ ରୋଜଗାର ନାହିଁ ମୋର ରୋଜଗାର ଖାଇ ଚନ୍ଦନ ଟିପାଟିଆ ମାରି ମାରି ଦାଣ୍ଡରେ ବସି ପ୍ରଭୁ ନାମ କୀର୍ତ୍ତନ କରି ହରିନାମ ନଉଥିବି କିନ୍ତୁ ପ୍ରତ୍ୟେକ ଜାଗାରେ ବାପା ମାଙ୍କର ଆଶା ପୂରଣ ହୁଏ ନା ନା ପୁଅ ମନରେ ପରିବର୍ତ୍ତନତା ପରିଲକ୍ଷିତ ହେବ ପରିବର୍ତ୍ତନ ହେଇଯିବ ପୁଅ କୋଉଦିନ କୋଉଦିନ ଆଜ୍ଞା ଆପଣ ମାନଙ୍କର ଗୋଟାଏ ପଦ ମାଳିକା ମାଳିକା କିଏ କହିବେ ଗାଦି ଗୋସାଇଁ ହଁ। ଅଚ୍ୟୁତାନନ୍ଦ ଦାସ ମହାପୁରୁଷ ହଉ 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 କଲେ ବିବାହ ସରିଲା ଦିନ ବାବା ଇଏ ବାବା କଣ କହିଲ ତମ ପାଟି କରିବାକୁ ମନା କାଇଁ ବାବା କହିଲ ମୁଁ ଟିକେ ଚଳି ପାରିବିନି ଏଠେ ହେ ଏମିତି ଭାଷା କହିବି କଣ ଆଉ କେମିତି ନା ଭାଷା ପାଲା ମଞ୍ଚ ଏମିତି ମଞ୍ଚ ହଁ। ପଦେ କଥା କହିବାକୁ 10 ଥର ଭାବିବାକୁ ପଡିବ ଆରେ ବାପା ତ ପିଲା ସବୁ ଜାଣିଥିବେ ମୋ କଥା କଣ କହୁଛ କହିଲ ପିଲାମାନେ ଜାଣିଛନ୍ତି ବାବା ବାବା ଦେଖିବେ ପିଲା କହିବେ କଣ କହିବେ ଜାଣିଛନ୍ତି ଆଜ୍ଞା ଦେଖିଆ ପିଲାମାନେ ଜାଣିଛନ୍ତି କେମିତି କହିବେ ଦେଖନ୍ତୁ ନିଶ୍ଚୟ କହିବେ 36 ଭେଲିଆନକୁ 37 ଗୁଣ୍ଡା ଏକା ଲଢିବ ବାପା ଧନ୍ୟବାଦ ଧନ୍ୟବାଦ ଏଇ ମାଟିର ପିଲାମାନଙ୍କୁ ମୋର ହଁ, ଆରେ ବା ଆଉ ସାଙ୍କରି ପାଇଁ ଏଇ ଗୀତରା ସବୁ ଇଏ ଜେନା ବାବୁ ସତରେ ଜାଣିଛନ୍ତି କହିଲେ ପିଲାମାନେ ମୋର ଜାଣିଛନ୍ତି ହଉ ଯା ହଉ ଧନ୍ୟବାଦ ତୁମମାନଙ୍କୁ ହଁ